ପାଞ୍ଚଟି କଥାକୁ ଆପଣ ଧ୍ୟାନପୂର୍ବକ ଶୁଣନ୍ତୁ। ପ୍ରଥମ କଥାଟି ହେଲା, ଭାଇ ଭାଇର ସମ୍ପର୍କ ଭଗବାନ ତିଆରି କରିଥିଲେ ବିପତ୍ତି ବାଣ୍ଟିବାକୁ। ଆଜି ସେଇ ଭାଇମାନେ ଯେତେବେଳେ ସମ୍ପତ୍ତି ବାଣ୍ଟକୁ ନେଇ ପରସ୍ପର ମଧ୍ୟରେ ମାରପିଟ ହେଉଛନ୍ତି, ଭଗବାନଙ୍କୁ କେମିତି ଲାଗୁଥିବ ଆପଣ ଥରେ ଚିନ୍ତା କରି ଦେଖନ୍ତୁ। ସଂଘର୍ଷ ନାହିଁ ତ ସଫଳତା ନାହିଁ। ପ୍ରତ୍ୟେକ ସଫଳତା ନିଶ୍ଚିତ ଭାବରେ ସଂଘର୍ଷ ପରେ ହିଁ ମିଳିଥାଏ। ତେଣୁ ସଂଘର୍ଷ କରିବାକୁ ଜମା ଡରନ୍ତୁ ନାହିଁ, କାରଣ ସଂଘର୍ଷ ଆରପଟେ ସଫଳତା ଆପଣଙ୍କୁ ହିଁ ଅପେକ୍ଷା କରି ରହିଛି। ତୃତୀୟ କଥାଟି ହେଲା, ପଇସା ଗୋଟେ କଥା କହିଥାଏ, ତୁ ମୋତେ ଆଜି ବଞ୍ଚା, ମୁଁ ତୋତେ କାଲି ବଞ୍ଚାଇବି। ହୁଏତ ତୋ ସହ ମୁଁ ଆରପାରିକୁ ନ ଯାଇପାରେ, ହେଲେ ଯେତେଦିନ ପର୍ଯ୍ୟନ୍ତ ତୋ ସହିତ ଅଛି ଏ ସମାଜରେ ତୋତେ ମୁଁ ଉପରକୁ ଉଠାଇ ରଖିଥିବି। ସବୁ ସାଙ୍ଗଙ୍କ ଆଗରେ ନିଜର ସିକ୍ରେଟ କେବେ ବଖାଣନ୍ତୁ ନାହିଁ, କାରଣ ପ୍ରତ୍ୟେକ ସାଙ୍ଗଙ୍କର ସାଙ୍ଗ ବି ଅଛନ୍ତି। କିଏ ଜାଣେ ଆପଣଙ୍କ ଜଣେ ଶତ୍ରୁ ତାଙ୍କର ସାଙ୍ଗ ହୋଇଥାଇ ପାରନ୍ତି। ପଞ୍ଚମ ତଥା ଶେଷ କଥାଟି ହେଲା, କାହା ଅଭାବରେ ନୁହଁ କି କାହା ପ୍ରଭାବରେ ନୁହଁ, ନିଜ ସ୍ୱଭାବରେ ବଞ୍ଚିବା ଶିଖନ୍ତୁ। ଦେଖିବେ ଆପଣ ବହୁତ ଭଲରେ ରହିବେ। ରହୁଛି, ନମସ୍କାର।